ସମସ୍ତଙ୍କୁ ଶୁଭ ସକାଳ ଆଉ ପ୍ରଣାମ। ଆଜି ଆମ ସାହିତ୍ୟ ଗବେଷଣାର ଏକ ବିଶେଷ ଦିଗ ଉପରେ କିଞ୍ଚିତ୍ ଆଲୋକପାତ କରିବା ପାଇଁ ମୁଁ ଚାହୁଁଛି। ତାହା ହେଲା ଗବେଷଣା ଓ ଅନୁବାଦ। ଆମେ ଦେଖୁ ଯେତେବେଳେ ତୁଳନାତ୍ମକ ଗବେଷଣା କରାଯାଏ ବା ଯେତେବେଳେ ଅନ୍ୟ ପ୍ରଦେଶର ଅନ୍ୟ ଭାଷାର ସାହିତ୍ୟ କୃତିକୁ ଆଲୋଚନା ପରିସରଭୁକ୍ତ କରାଯାଏ, ସେହି ସମୟରେ ମୂଳ ଗ୍ରନ୍ଥଟିକୁ ପଢ଼ିବା ଉପରେ ଖୁବ୍ ଗୁରୁତ୍ୱ ଆରୋପ କରାଯାଇଛି। ମୋର କହିବାର କଥା ହେଉଛି, ମୋ ନିଜ ଅଭିଜ୍ଞତାରୁ କହୁଛି ଯେ ମୁଁ ଯେତେବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟନିର୍ବାହ କରୁଥିଲି, ମୁଁ ଦେଖିଲି ଯେ ଜଣେ ଇଂରାଜୀ ଅଧ୍ୟାପିକା ସେ ରବୀନ୍ଦ୍ରନାଥଙ୍କ ଉପରେ ଗବେଷଣା କରିଛନ୍ତି। ମୁକ୍ତ ମୌଖିକ ପରୀକ୍ଷା ସରିଯିବା ପରେ ମୁଁ ତାଙ୍କୁ ପଚାରିଥିଲି ଯେ ରବୀନ୍ଦ୍ରନାଥଙ୍କର ମୂଳ କୃତି ଗୁଡ଼ିକ ଆପଣ ପାଠ କରି ଏ ଗବେଷଣା କରିଛନ୍ତି କି? ସେ ଉତ୍ତରରେ ମୋତେ କହିଥିଲେ ଯେ ନା, ତାଙ୍କର ଯେତିକି ଇଂଲିଶ ଟ୍ରାନ୍ସଲେସନ୍ ଅଛି ତାହାକୁ ଭିତ୍ତି କରି ମୁଁ ଗବେଷଣାତ୍ମକ ନିବନ୍ଧ ରଚନା କରିଛି। ମୁଁ ସେଥିରୁ ଆହରଣ କଲି ଏକ ନୂତନ ଶିକ୍ଷା। କ'ଣ ନା, ଆମେ ଯେଉଁମାନେ ଭାବୁଛୁ ଯେ ମୂଳ ଗ୍ରନ୍ଥ ସାହାଯ୍ୟରେ ହିଁ କେବଳ ଗବେଷଣା କରାଯାଇପାରେ, ତାହା ପ୍ରକୃତରେ ନୁହେଁ। ରବୀନ୍ଦ୍ରନାଥଙ୍କର ମୂଳ ଗ୍ରନ୍ଥ ନ ପଢ଼ି ଯଦି ତାଙ୍କର ଇଂରାଜୀ ଅନୁବାଦ ମାଧ୍ୟମରେ ଜଣେ PhD ଥେସିସ୍ ଦାଖଲ କରିପାରୁଛନ୍ତି, ତାହେଲେ ଅନ୍ୟ ଯେକୌଣସି ଲେଖକଙ୍କ ଓଡ଼ିଆ ଅନୁବାଦ ସାହିତ୍ୟକୁ ଭିତ୍ତି କରି କାହିଁକି ତାଙ୍କ ଉପରେ ଥେସିସ୍ ଲେଖାଯାଇ ନପାରିବ? କିମ୍ବା ଯେତେବେଳେ ଆମେ ତୁଳନାତ୍ମକ ଅଧ୍ୟୟନ କରୁଛୁ, ସେତେବେଳେ ଅନୁବାଦ ଗ୍ରନ୍ଥର ସାହାଯ୍ୟ ନେବାରେ ଅସୁବିଧା କ'ଣ ଅଛି? ଏକଥା ସତ୍ୟ ଯେ ମୂଳ ଗ୍ରନ୍ଥ ଅଧ୍ୟୟନ କରିବା ଏବଂ ଅନୁବାଦ ଅଧ୍ୟୟନ କରିବା ମଧ୍ୟରେ ନିଶ୍ଚିତ ଭାବରେ ପାର୍ଥକ୍ୟ ରହିଛି। ତଥାପି ଯେଉଁଠି ଆମେ ମୂଳ ଗ୍ରନ୍ଥ ଅଧ୍ୟୟନ କରି ପାରୁନାହୁଁ ବା କରିପାରିବାର ସୁଯୋଗ ପାଇପାରୁନାହୁଁ, ସେତିକି ବେଳେ ଆମେ ଅନୁବାଦ ଗ୍ରନ୍ଥଟିକୁ ଆମର ସହାୟକ ପୁସ୍ତକ ଭାବରେ ନେବାରେ କିଛି ଅସୁବିଧା ଅଛି ବୋଲି ମୁଁ ମନେ କରୁନାହିଁ।
ଅନୁବାଦ ହେଉଛି କାହିଁକି? କେବଳ ପାଠକ ମାନେ ପଢ଼ିବା ପାଇଁ ତ ହଉନି। ଅନୁବାଦ ଆମ ଗବେଷଣାରେ କାହିଁକି ବ୍ୟବହୃତ ହୋଇପାରିବ ନାହିଁ? ତୁଳନାତ୍ମକ ଗବେଷଣାରେ ଅନୁବାଦର ଭୂମିକା ଅତି ତାତ୍ପର୍ଯ୍ୟପୂର୍ଣ୍ଣ। ତେଣୁ ଯେତେବେଳେ ଆମେ ମୂଳ ଗ୍ରନ୍ଥ ପଢ଼ି ନ ପାରୁଛୁ ବା ମୂଳ ଭାଷା ଶିଖି ନ ପାରୁଛୁ, ସେତେବେଳେ ଅନୁବାଦ ଗ୍ରନ୍ଥ ମାଧ୍ୟମରେ ତୁଳନାତ୍ମକ ଅଧ୍ୟୟନ ପ୍ରସ୍ତୁତ କରିବା ନିଶ୍ଚିତ ଭାବରେ ଅଭିନନ୍ଦନୀୟ ବୋଲି ମୋର ବକ୍ତବ୍ୟ। ତେଣୁ ଯେଉଁମାନେ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଆଲୋଚନା କରୁଛନ୍ତି, କେବଳ ସେମାନେ ଓଡ଼ିଆ କବି ଲେଖକଙ୍କୁ ଯେ ଚର୍ଚ୍ଚାର ପରିସରଭୁକ୍ତ କରିବେ ତାହା ନୁହେଁ। ଯଦି ରବୀନ୍ଦ୍ରନାଥଙ୍କ ସମ୍ପର୍କରେ ଇଂରାଜୀରେ ଗୋଟେ PhD thesis ହେଇପାରୁଛି, କେବଳ ରବୀନ୍ଦ୍ରନାଥଙ୍କ ଉପରେ ଓଡ଼ିଆରେ କାହିଁକି ଗୋଟେ thesis ହୋଇ ନ ପାରିବ? କିନ୍ତୁ ଏପର୍ଯ୍ୟନ୍ତ କେବଳ ରବୀନ୍ଦ୍ରନାଥଙ୍କ ଉପରେ ବା କେବଳ ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଉପରେ ବା କେବଳ ବିମଳ ମିତ୍ରଙ୍କ ଉପରେ ବା ଆଶାପୂର୍ଣ୍ଣା ଦେବୀଙ୍କ ଉପରେ ବଙ୍ଗ ସାହିତ୍ୟର କଥା କହୁଛି ବା ଅନ୍ୟାନ୍ୟ ସାହିତ୍ୟର ଧରାଯାଉ ତିରୁଭଲ୍ଲଭରଙ୍କ ସମ୍ପର୍କରେ, ତାମିଲ ଭାଷାର ଯେ ତିରୁକୁରାଳ ରଚନା କରିଛନ୍ତି ବା କବୀରଙ୍କ ସମ୍ପର୍କରେ କାହିଁକି ସ୍ୱତନ୍ତ୍ର ଥେସିସ୍ ରଚନା କରାଯାଇ ନ ପାରିବ? ଜଣେ ଓଡ଼ିଆରେ PhD କରିବାର ଅର୍ଥ ଏହା ନୁହେଁ ଯେ କେବଳ ଓଡ଼ିଆ କବି ଲେଖକ ସାହିତ୍ୟିକଙ୍କୁ ସେ ତାଙ୍କର ବିଷୟ ଅନ୍ତର୍ଭୁକ୍ତ କରିପାରିବେ। ସମଗ୍ର ବିଶ୍ୱ ସାହିତ୍ୟର ଯେ କୌଣସି ବିଶିଷ୍ଟ କବି ଲେଖକଙ୍କୁ ଓଡ଼ିଆରେ କାହିଁକି ଲେଖା ନଯିବ? ତାକୁ ଗବେଷଣାତ୍ମକ ନିବନ୍ଧ ଭାବରେ କାହିଁକି ଗ୍ରହଣ କରା ନଯିବ? ଏ ହେଉଛି ମୌଳିକ ପ୍ରଶ୍ନ। ଠିକ୍ ସେପରି ତୁଳନାତ୍ମକ ଅଧ୍ୟୟନ ଯେତେବେଳେ ଆମେ କରୁଛୁ, ସେତେବେଳେ ମଧ୍ୟ ଅନୁବାଦ ପୁସ୍ତକ ମାଧ୍ୟମରେ ତୁଳନାତ୍ମକ ଅଧ୍ୟୟନ କରିବା ଏବଂ ନିଜସ୍ୱ ବକ୍ତବ୍ୟ ଉପସ୍ଥାପନ କରିବାରେ କୌଣସି ବାଧା ବା ପ୍ରତିବନ୍ଧକ ଅଛି ବୋଲି ମୁଁ ମନେ କରୁନାହିଁ। ଅନୁବାଦ ସାହିତ୍ୟ ତୁଳନାତ୍ମକ ଅଧ୍ୟୟନ ପାଇଁ ପ୍ରକୃତରେ ଦ୍ୱାର ଉନ୍ମୋଚନ କରିଦେଇଛି। ତେଣୁ ତାକୁ ବ୍ୟବହାର ନ କରିବା, ତାକୁ ଗବେଷଣାରେ ଉପେକ୍ଷା କରାଯିବା, ଏହା ସର୍ବଥା ଗ୍ରହଣୀୟ ବୋଲି ମନେ ହେଉନାହିଁ। ତେଣୁ ଓଡ଼ିଆ ସାହିତ୍ୟରେ, ଓଡ଼ିଆ ଭାଷାରେ ଜଣେ ଗବେଷଣା କରନ୍ତୁ, କିନ୍ତୁ ସେ ଅନୁବାଦ ଗ୍ରନ୍ଥ ପଢ଼ନ୍ତୁ ରବୀନ୍ଦ୍ରନାଥଙ୍କର, ସେ ପଢ଼ନ୍ତୁ ଲକ୍ଷ୍ମୀନାଥ ବେଜବରୁଆଙ୍କର ଏବଂ ତାରି ଜରିଆରେ ଥେସିସ୍ ଲେଖନ୍ତୁ। କ'ଣ ଅସୁବିଧା କ'ଣ ଅଛି? ଆଉ ସେହିପରି ତୁଳନା କଲା ବେଳକୁ ମଧ୍ୟ
अनुवाद ग्रंथर साहाय्य नियंतु। भाषा होउछि एक माध्यम, ता उपरे होउछि साहित्य। हुए तो अनुवाद अविकल भावरे से भावकु मूल भावटिकु केउठी रक्षा करि पारि थाए, केउठी करि पारि न थाए, किंतु मूल भावटी कौन ताहा जानिबारे, ताहा उपलब्धि करिबारे कौनसी प्रतिबंधक अछि बोली मु मने करी पारु नाही। कारण जहा भी अनुवाद होछि से अनुवाद रे निश्चित भावरे अनुवादकंकर निष्ठापर अध्ययन अछि, अनुध्यान अछि एवं अधिकांश अनुवाद ग्रंथ होछि सार्थकता विमंडित। अनुवाद ग्रंथ भित्ति रे आमर गवेषणा अधिकरु अधिक समृद्धशाली हेउ, एहा ही अंततः व्यक्तिगत भावरे मोर एकांत कामना। एतिकी।